ମେଘମାଳରେ ଶୀଘ୍ର ଆଗମନ କରୁଥିବା ଆମ୍ଭମାନଙ୍କ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କର ଅତି ପବିତ୍ର ଓ ବହୁମୂଲ୍ୟ ନାମରେ ଆପଣ ସମସ୍ତଙ୍କୁ ଆଉ ଗୋଟିଏ ନୂତନ ପ୍ରସଙ୍ଗରେ ପୁନର୍ବାର ମୋର ସ୍ୱାଗତ କରେ। ମୁଁ ପ୍ରଭୁଙ୍କୁ ଧନ୍ୟବାଦ ଦିଏ ତାହାଙ୍କ ଅନୁଗ୍ରହରୁ ପୁଣି ଥରେ ତାହାଙ୍କର ଜୀବନ୍ତ ବାକ୍ୟକୁ ନେଇ ଆପଣମାନଙ୍କ ନିକଟରେ ଆସିବା ପାଇଁ ଅନଲାଇନ ସେବା କାର୍ଯ୍ୟ ଦ୍ୱାରା ପୁନର୍ବାର ଆପଣମାନଙ୍କ ସହିତ ସାକ୍ଷାତ କରିବା ପାଇଁ ସ୍ୱର୍ଗର ପରମେଶ୍ୱର ଏହି ଅପୂର୍ବ ସୁଯୋଗ ପୁନର୍ବାର ମୋ ଜୀବନରେ ଯୋଗ କଲେ। ସେଥିପାଇଁ ପ୍ରଭୁଙ୍କୁ ମୁଁ ହୃଦୟ ସହିତ ଧନ୍ୟବାଦ ଦିଏ। ପ୍ରିୟ ପ୍ରଭୁଙ୍କ ଲୋକମାନେ ଆସନ୍ତୁ ଆଜି ମଧ୍ୟ ପ୍ରଭୁଙ୍କ ବାକ୍ୟରୁ ଆମେ ଆଉ ଏକ ପ୍ରସଙ୍ଗରେ ଅଳ୍ପ ସମୟ କଥାବାର୍ତ୍ତା ହେବା। ବାକ୍ୟରୁ ଗୋଟେ ପଦ ପଢି ଆଜିର ପ୍ରସଙ୍ଗରେ ଆମେ ଆଗକୁ ବଢିବା। ମୋ ସହିତ ଆପଣମାନେ 2 କରିନ୍ଥୀୟ 10 ଅଧ୍ୟାୟକୁ ଆସିବେ। 2 କରିନ୍ଥୀୟ 10 ଅଧ୍ୟାୟ ଶେଷ ପଦ ଅର୍ଥାତ୍ 18 ପଦରେ ସାଧୁ ପାଉଲ କରିନ୍ଥୀୟ ମଣ୍ଡଳୀ ନିକଟକୁ 2 ପତ୍ର ମାଧ୍ୟମରେ ସେହି ପ୍ରକାର ଲେଖନ୍ତି। 2 କରିନ୍ଥୀୟ 10 ଅଧ୍ୟାୟ 18 ପଦ ଲେଖାଯାଏ, କାରଣ ଯେ ନିଜର ପ୍ରଶଂସା କରେ ସେ ପରୀକ୍ଷା ସିଦ୍ଧ ନୁହେଁ, ମାତ୍ର ପ୍ରଭୁ ଯାହାର ପ୍ରଶଂସା କରନ୍ତି ସେ ପରୀକ୍ଷା ସିଦ୍ଧ। ପ୍ରିୟ ପ୍ରଭୁଙ୍କ ଲୋକମାନେ, ଏହି ସ୍ଥାନରେ ଆମେ ଏକ ଆଶ୍ଚର୍ଯ୍ୟ ବିଷୟ ଦେଖୁ ଯେ ଆମର ପରମେଶ୍ୱର ସେ ପ୍ରଶଂସା ଗୌରବ ମହିମା ପାଇବା ପାଇଁ ଯୋଗ୍ୟ ଅଟନ୍ତି ଏବଂ ସେ ଗୌରବ ପ୍ରଶଂସାରେ ବାସକାରୀ ପରମେଶ୍ୱର ଅଟନ୍ତି। ଏବଂ ଅନ୍ୟ ପକ୍ଷରେ ସେ ମନୁଷ୍ୟମାନଙ୍କର ମଧ୍ୟ ପ୍ରଶଂସା କରନ୍ତି। ସେ ସମସ୍ତ ମନୁଷ୍ୟମାନଙ୍କର ପ୍ରଶଂସା କରନ୍ତି ନାହିଁ, କିନ୍ତୁ ଯେଉଁମାନଙ୍କର ପ୍ରଶଂସା କରିବା କଥା ସେହି ଲୋକମାନଙ୍କର ପ୍ରଶଂସା କରନ୍ତି। ପ୍ରିୟ ପ୍ରଭୁଙ୍କ ଲୋକମାନେ, ଯେଉଁ ସମୟରେ ପ୍ରଭୁ ଯୀଶୁ ଖ୍ରୀଷ୍ଟ ଏହି ପୃଥିବୀ ପୃଷ୍ଠରେ ଥିଲେ ସେହି ସମୟରେ କେତେକ ଶାସ୍ତ୍ରୀ ଫାରୁସୀମାନେ ସେମାନେ ଯେକୌଣସି କାର୍ଯ୍ୟ କରୁଥିଲେ ସେମାନେ ଲୋକମାନଙ୍କ ଠାରୁ ପ୍ରଶଂସା ପାଇବା ପାଇଁ ସେମାନେ ସେହି ସବୁ କାର୍ଯ୍ୟକୁ କରୁଥିଲେ। କିନ୍ତୁ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କୁ ଆମେ ଦେଖୁଛୁ ଯେ ସେ ସବୁ ସମୟରେ କୌଣସି ମନୁଷ୍ୟର ଗୌରବ ପ୍ରଶଂସାକୁ ସେ ଅନ୍ୱେଷଣ ନ କରି ସବୁବେଳେ ସେ ପିତାଙ୍କୁ ସନ୍ତୁଷ୍ଟ କରିବା ପାଇଁ, ସେ ପରମେଶ୍ୱରଙ୍କ ଠାରୁ ଗୌରବ ପ୍ରଶଂସା ପାଇବା ପାଇଁ ପ୍ରତ୍ୟେକ କାର୍ଯ୍ୟକୁ ସେ କରୁଥିଲେ। ଆଜି ଯେଉଁ ପ୍ରସଙ୍ଗରେ ଆମେ ପ୍ରଭୁଙ୍କ ବାକ୍ୟରୁ କଥାବାର୍ତ୍ତା ହେବା ସେହି ପ୍ରସଙ୍ଗର ଶୀର୍ଷକ ହେଲା ପ୍ରଭୁଙ୍କ ଠାରୁ ପ୍ରଶଂସା ପାଇବା ପାଇଁ, ପ୍ରଭୁଙ୍କ ଠାରୁ ଗୌରବ ପାଇବା ପାଇଁ ଆମକୁ କଣ କରିବା ଉଚିତ। ଅନେକ ସମୟରେ ଆମେ ମନୁଷ୍ୟମାନଙ୍କ ଠାରୁ ପ୍ରଶଂସା ପାଇ ଆମେ ଖୁସି ହେଇଯାଉ। ଯେଉଁ ସମୟରେ ଲୋକମାନେ ଆମ ପାଇଁ ତାଳି ମାରନ୍ତି, ଆମକୁ ସେମାନେ ପ୍ରଶଂସା କରନ୍ତି, ଫୁଲମାଳ ଦିଅନ୍ତି, ବୁକେ ଦିଅନ୍ତି, ସେହି ସମୟରେ ଅନେକ ସମୟରେ ଆମେ କଣ ହେଇଯାଉ, ଖୁସି ହେଇଯାଉ, ଉତ୍ସାହିତ ହେଇଯାଉ। କିନ୍ତୁ ପରମେଶ୍ୱର ଆମ ବିଷୟରେ କଣ ଭାବୁଛନ୍ତି, ପରମେଶ୍ୱରଙ୍କ ଦୃଷ୍ଟିରେ ଆମର ଏସବୁ କାର୍ଯ୍ୟ ଗୁଡ଼ିକ କଣ ଅଟେ, ଆମେ ଧ୍ୟାନ ଦେଇନଥାଉ। ପ୍ରିୟମାନେ, ପ୍ରଭୁ ଯାହାର ପ୍ରଶଂସା କରନ୍ତି ସେ ବ୍ୟକ୍ତି ଧନ୍ୟ, ସେ ପରୀକ୍ଷା ସିଦ୍ଧ। ସେଥିପାଇଁ ପ୍ରଭୁଙ୍କ ଠାରୁ ଆମେ ପ୍ରଶଂସା ପାଇବାକୁ ହେଲେ ଆମକୁ କଣ କରିବା ଆବଶ୍ୟକ ରହିଛି। ମୁଁ ବାକ୍ୟରୁ ଜଣେ ବ୍ୟକ୍ତିଙ୍କୁ ଆପଣମାନଙ୍କ ନିକଟରେ ମୁଁ ଦେଖାଇବା ପାଇଁ ଚାହେଁ। ଆପଣମାନେ ପୁରାତନ ନିୟମକୁ ଆସିବେ, ଆୟୁବ ପୁସ୍ତକ ତାର 1 ଅଧ୍ୟାୟ 1 ପଦ ଆମେ ପାଠ କରିବା। ବାଇବଲ ପଣ୍ଡିତ ମାନେ କହନ୍ତି ଯେ ବାଇବଲର ପ୍ରଥମ ପୁସ୍ତକ ହେଲା ଆୟୁବ ପୁସ୍ତକ। ଯେତେବେଳେ ସ୍ୱର୍ଗର ପରମେଶ୍ୱର ତାହାଙ୍କର ଜୀବନ୍ତ ପୁସ୍ତକକୁ ସେ ଲେଖିବା ପାଇଁ ଆରମ୍ଭ କଲେ, ପୃଥିବୀରେ ଅନେକ ବିଷୟ ଥିବା ସତ୍ତ୍ୱେ ମଧ୍ୟ ସେ ଆକାଶ, ପୃଥିବୀ କିମ୍ବା ସୂର୍ଯ୍ୟ, ନକ୍ଷତ୍ର କିମ୍ବା ଚନ୍ଦ୍ର କୌଣସି ବିଷୟର ସେ ଲେଖିବା ପାଇଁ ଆରମ୍ଭ କଲେ ନାହିଁ। ସେ ଜଣେ ମନୁଷ୍ୟ ବିଷୟରେ ସେ ଲେଖିଲେ, ଆଉ ସେହି ମନୁଷ୍ୟ ହେଉଛନ୍ତି ଆୟୁବ, ଆଉ ସେ ଉଷ ଦେଶର ବ୍ୟକ୍ତି ଅଟନ୍ତି। ସେ ଏହି ସ୍ଥାନରେ ଏ ପ୍ରକାର ଲେଖୁଛନ୍ତି, 1 ଅଧ୍ୟାୟ 1 ପଦରେ ଲେଖାଗଲା, ଉଷ ଦେଶରେ ଆୟୁବ ନାମକ ଏକ ବ୍ୟକ୍ତି ଥିଲା, ଆଉ ସେହି ମନୁଷ୍ୟ ସିଦ୍ଧ ଓ ସରଳ ଓ ପରମେଶ୍ୱର ଭୟକାରୀ ଓ କୁକ୍ରିୟା ତ୍ୟାଗୀ ଥିଲା। ପ୍ରଭୁଙ୍କର ଗୌରବ ହଉ। ପ୍ରିୟମାନେ, ଏହି ସ୍ଥାନରେ ପରମେଶ୍ୱର ଆୟୁବଙ୍କୁ ସେ ପ୍ରଶଂସା କରୁଛନ୍ତି। ହେଇପାରେ ଆୟୁବଙ୍କୁ କେହି ମଧ୍ୟ ପସନ୍ଦ କରୁନଥିଲେ, ଆୟୁବଙ୍କୁ କେହି ପ୍ରଶଂସା କରୁନଥିଲେ, ମାତ୍ର ସ୍ୱର୍ଗର ପରମେଶ୍ୱର ଆୟୁବଙ୍କୁ ସେ ପ୍ରଶଂସା କରୁଛନ୍ତି। ଆୟୁବଙ୍କର ଅନେକ ଗୁଡେ ବିଷୟ ସେ ପ୍ରଥମରେ କହିପାରିଥାନ୍ତେ। ଆୟୁବଙ୍କର 10ଟି ପୁଅ ଝିଅ ଥିଲେ, ହଳ ବଳଦ ଥିଲେ, ତାଙ୍କର ଦାସ ଦାସୀ ଥିଲେ, ବହୁତ ଗୁଡାଏ ସମ୍ପତ୍ତି ଥିଲା, ଯଦ୍ୱାରା କି ସେ ଉଷ ଦେଶରେ ସେ ନମ୍ବର 1 ଧନୀ ବ୍ୟକ୍ତି ଥିଲେ। ମାତ୍ର ଆୟୁବଙ୍କର ଧନ ସମ୍ପତ୍ତି ବିଷୟରେ ପରମେଶ୍ୱର ପ୍ରଥମରେ ଲେଖୁନାହାନ୍ତି। ଆୟୁବଙ୍କର ଘର ଦ୍ୱାର, ଗାଡି ଘୋଡା କଣ ଅଛି କଣ ନାହିଁ ସେଇ ସବୁ ବିଷୟରେ ପ୍ରଥମରେ ସେ ଲେଖୁନାହାନ୍ତି,
ଆୟୁବଙ୍କର ଜୀବନ ସମ୍ବନ୍ଧରେ ପରମେଶ୍ୱର ଲେଖୁଛନ୍ତି। ଆଉ ଆୟୁବଙ୍କୁ ସେ କଣ କରୁଛନ୍ତି? ପ୍ରଶଂସା କରୁଛନ୍ତି। ସେ କହୁଛନ୍ତି ଯେ ଆୟୁବଙ୍କ ପରି ସିଦ୍ଧ ଆଉ ସରଳ ବ୍ୟକ୍ତି ପୃଥିବୀରେ କେହି ନାହିଁ। କୁକ୍ରିୟା ତ୍ୟାଗୀ ବ୍ୟକ୍ତି, ଆମକୁ ଭୟ କରିବା ବ୍ୟକ୍ତି ପୃଥିବୀରେ କେହି ନାହିଁ। ପରମେଶ୍ୱର ଆୟୁବଙ୍କର ପ୍ରଶଂସା କରୁଛନ୍ତି। କାହିଁକି ସେ ପ୍ରଶଂସା କରୁଛନ୍ତି? କାରଣ ଆୟୁବ ପରମେଶ୍ୱରଙ୍କୁ ଭୟ କରୁଥିଲେ। ପ୍ରିୟମାନେ, ଯଦି ପରମେଶ୍ୱର ଆମକୁ ପ୍ରଶଂସା କରନ୍ତୁ, ପରମେଶ୍ୱର ଆମର କାର୍ଯ୍ୟ ଦ୍ୱାରା, ଆମର ଜୀବନଶୈଳୀ ଦ୍ୱାରା ସେ ସନ୍ତୁଷ୍ଟ ହୁଅନ୍ତୁ, ଆମର ଗୌରବ କରନ୍ତୁ, ଏହା ଯଦି ଆମେ ଇଚ୍ଛା କରୁଛୁ, ତାହେଲେ ଆମକୁ କଣ କରିବାର ଅଛି? ଆମେ ପରମେଶ୍ୱରଙ୍କୁ ଭୟ କରି କୁକ୍ରିୟାକୁ ତ୍ୟାଗ କରି ଆମେ ସିଦ୍ଧ ପଥରେ ଚାଲିବା ଆବଶ୍ୟକ ରହିଛି। ଆୟୁବ ପରମେଶ୍ୱରଙ୍କୁ ଭୟ କଲେ, ଆଉ ସେ କୁକ୍ରିୟାକୁ କଣ କଲେ? ତ୍ୟାଗ କଲେ। ପରମେଶ୍ୱରଙ୍କୁ ସବୁବେଳେ ସନ୍ତୁଷ୍ଟ କରିବା ପାଇଁ ସେ କଣ କରୁଥିଲେ? ଚେଷ୍ଟା କରୁଥିଲେ। ସେଥିପାଇଁ ପରମେଶ୍ୱର ଆୟୁବଙ୍କର ପ୍ରଶଂସା କଲେ। ଅନେକ ସମୟରେ ଆମେ ଲୋକମାନଙ୍କର ପ୍ରଶଂସା, ଲୋକମାନଙ୍କର ଦୁଇଟି ତାଳିରେ ଆମେ ସନ୍ତୁଷ୍ଟ ହେଇଯାଉ। ଅନେକ ସମୟରେ ଲୋକମାନେ ମତେ ପାଷ୍ଟର ବୋଲି କାହିଁକି ଆହ୍ୱାନ କଲେ ନାହିଁ, ମତେ କାହିଁକି ରେଭରେଣ୍ଡ ବୋଲି କହିଲେ ନାହିଁ, ମତେ କାହିଁକି ଡକ୍ଟର ବୋଲି କହିଲେ ନାହିଁ, ଏଇ ପ୍ରକାର କଥା ଗୁଡିକ ଭାବି ଲୋକମାନଙ୍କର ମନ ଦୁଃଖ ହେଇଯାଏ। ପ୍ରିୟ ଭାଇ ଭଉଣୀ ମାନେ, ପ୍ରଭୁ ଯୀଶୁ ଖ୍ରୀଷ୍ଟ এই ପୃଥିବୀ ପୃଷ୍ଠରେ ସେ ଯେତେ ଦିନ ଥିଲେ, କୌଣସି ସ୍ଥାନରେ ସେ ଆପଣାର ପ୍ରଶଂସାକୁ ସେ ଅନ୍ୱେଷଣ କଲେ। ତାଙ୍କୁ କେହି ମଧ୍ୟ ରେଭରେଣ୍ଡ କହି ନଥିଲେ, ତାଙ୍କୁ ଡକ୍ଟର କହି ନଥିଲେ। ଦିନେ ଯେତେବେଳେ 5,000 ଲୋକଙ୍କୁ ସେ 5ଟି ରୁଟି ଆଉ 2ଟି ମାଛରେ ସେମାନଙ୍କୁ ତୃପ୍ତ ଭାବରେ ଖୁଆଇଲେ, ସେହି ସମୟରେ ଲୋକମାନେ ତାଙ୍କୁ ରାଜା କରିବା ପାଇଁ ସମସ୍ତେ ଧରିଥିଲେ। ମାତ୍ର ଯୀଶୁ ଖ୍ରୀଷ୍ଟ ସେଇ ସବୁ ପ୍ରଶଂସା, ସେଇ ସବୁ ଗୌରବକୁ ସେ ପଛଆଡେ ପକାଇ ସେମାନଙ୍କ ଠାରୁ ସେ ଚାଲିଗଲେ। ପ୍ରିୟ ପ୍ରଭୁଙ୍କ ଲୋକମାନେ, ଆମେ ପରମେଶ୍ୱରଙ୍କ ଠାରୁ ପ୍ରଶଂସା ପାଇବାକୁ ହେଲେ, ପରମେଶ୍ୱରଙ୍କ ଠାରୁ ଗୌରବ ପାଇବାକୁ ହେଲେ, ଆମେ ଆମର ପରମେଶ୍ୱରଙ୍କୁ ଭୟ କରି ସିଦ୍ଧ ପଥରେ ଚାଲିବା। ତାହେଲେ ପରମେଶ୍ୱର ଆମର ଗୌରବ ପ୍ରଶଂସା କରିବେ। ଆପଣମାନେ ପଢିବେ ମୋ ସହିତ ରୋମିଓ ପୁସ୍ତକ 2 ଅଧ୍ୟାୟ ତାର 29 ପଦରେ ଲେଖାଗଲା, କିନ୍ତୁ ଅନ୍ତରରେ ଯେ ଜିହୁଦୀ, ସେ ଜିହୁଦୀ ପୁଣି ଆକ୍ଷରିକ ଭାବରେ ନୁହେଁ, ମାତ୍ର ଆତ୍ମିକ ଭାବରେ ହୃଦୟର ଯେ ଶୁନ, ତାହା ପ୍ରକୃତ ଶୁନ। ଏପରି ଲୋକ ମନୁଷ୍ୟମାନଙ୍କ ଠାରୁ ପ୍ରଶଂସା ପ୍ରାପ୍ତ ହୁଏ ନାହିଁ, କିନ୍ତୁ ଈଶ୍ୱରଙ୍କ ଠାରୁ ପ୍ରାପ୍ତ ହୁଏ। ପ୍ରଭୁଙ୍କ ନାମର ଗୌରବ ହଉ। ପ୍ରିୟମାନେ, ଏହି ସ୍ଥାନରେ ଆମେ ଦେଖୁଛୁ ଯେ ପ୍ରଭୁଙ୍କ ଠାରୁ ପ୍ରଶଂସା ପାଇବାକୁ, ପ୍ରଭୁଙ୍କ ଠାରୁ ଗୌରବ ପାଇବାକୁ ହେଲେ ଜଣେ ବ୍ୟକ୍ତି ପ୍ରକୃତ ଭାବରେ ମନ ପରିବର୍ତ୍ତନ କରିବା ଆବଶ୍ୟକ। ଅନ୍ତରରେ ପରିବର୍ତ୍ତନ ହେବାର ଅଛି, ହୃଦୟରେ ପରିବର୍ତ୍ତିତ ହେବାର ଅଛି। ତାହେଲେ ପରମେଶ୍ୱର ସେମାନଙ୍କର ପ୍ରଶଂସା କରିବେ। ସେଥିପାଇଁ ଅନିଷ୍ପତ ଧାର୍ମିକ ମାନଙ୍କ ଅପେକ୍ଷା ଜଣେ ପାପୀ ଯଦି ମନ ଫେରାଏ, ତାହେଲେ ସ୍ୱର୍ଗରେ ଅନେକ ଆନନ୍ଦ ହୁଏ। ସ୍ୱର୍ଗରେ ଅନେକ ଦୂତମାନଙ୍କ ଦ୍ୱାରା ସ୍ୱର୍ଗ କଣ କରେ? ଆନନ୍ଦ କରେ। ପ୍ରିୟମାନେ, ଆଜି ଆମେ ନିଜକୁ ସମୀକ୍ଷା କରିବା। ମୋର ଜୀବନ ଦ୍ୱାରା, ମୋର ସେବା କାର୍ଯ୍ୟ ଦ୍ୱାରା, ମୋର ଆଚାର ବ୍ୟବହାର ଦ୍ୱାରା ସ୍ୱର୍ଗ ଖୁସି ଅଛି କି? ପରମେଶ୍ୱର ଖୁସି ଅଛନ୍ତି କି? ପରମେଶ୍ୱର ସେ ଆମର ପ୍ରଶଂସା କଲା ଭଳି ଆମେ ଜୀବନ ଯାପନ କରୁଛୁ କି? ଆମେ ନିଜକୁ ଟିକେ ସମୀକ୍ଷା କରିବା। ପ୍ରିୟମାନେ, ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କର ପ୍ରଶଂସା କେହି ମଧ୍ୟ କଲେ ନାହିଁ। ପ୍ରଭୁ ଯୀଶୁ ଖ୍ରୀଷ୍ଟ ସେ ଅନେକଙ୍କର ମଙ୍ଗଳ କଲେ, ରୋଗୀମାନଙ୍କୁ ସୁସ୍ଥତା ଦେଲେ, ଅନ୍ଧମାନଙ୍କୁ ଆଖି ଦେଲେ, ସେ ଖାଇବାକୁ ନଥିବା ଲୋକମାନଙ୍କୁ ସେ ତୃପ୍ତ ଭାବରେ ଖୁଆଇଲେ। ଲୋକମାନଙ୍କର ଅନେକ ମଙ୍ଗଳ ସାଧନ କଲା ପରେ ମଧ୍ୟ କେହି ତାଙ୍କର ପ୍ରଶଂସା କଲେ ନାହିଁ। ତାଙ୍କ ହାତରୁ ଯେଉଁମାନେ ରୁଟି ଖାଇଲେ, ତାଙ୍କ ଠାରୁ ଯେଉଁମାନେ ସୁସ୍ଥ ପାଇଲେ, ସେମାନେ ତାଙ୍କୁ କ୍ରୁଶରେ ଚଢାଇ ଦେଲେ। ମାତ୍ର ସ୍ୱର୍ଗ ତାହାଙ୍କର ପ୍ରଶଂସା କଲା, ପିତା ତାହାଙ୍କର ଗୌରବ କଲେ, ଆଉ କହିଲେ, ଏ ଆମର ପ୍ରିୟ ପୁତ୍ର, ଏହାଙ୍କ ଠାରେ ଆମର ପରମ ସନ୍ତୋଷ। ହେଇପାରେ ଆପଣଙ୍କର ପରିବର୍ତ୍ତନ ଦେଖି ସାହିର ଲୋକ, ପଡିଶାର ଲୋକ ଆପଣଙ୍କୁ କମେଣ୍ଟ କରୁଛନ୍ତି, ଆପଣଙ୍କୁ ଟିକଲ ମାରି କଥା ହେଉଛନ୍ତି। ହେଇପାରେ ଗାଁ ସାହି ଲୋକ ଆପଣଙ୍କୁ ଘୃଣା କରୁଛନ୍ତି। କୌଣସି ମାଇନେ ରଖେ ନାହିଁ। ପ୍ରିୟମାନେ, ଯଦି ଆପଣ ଆଜି ସିଦ୍ଧ ହେଇଛନ୍ତି, ପରିବର୍ତ୍ତନ ହେଇଛନ୍ତି, ତାହେଲେ ଆପଣଙ୍କ ପାଇଁ ସ୍ୱର୍ଗ ଖୁସି ଅଟେ। ପରମେଶ୍ୱର ଆପଣଙ୍କର ଗୌରବ କରୁଛନ୍ତି, ପରମେଶ୍ୱର ଆପଣଙ୍କ ଲାଗି ସେ ଖୁସି ଅଛନ୍ତି। ସେଥିପାଇଁ ଆମେ ଯାହା ବି କରୁ, ଆମେ ମନୁଷ୍ୟକୁ ସନ୍ତୁଷ୍ଟ କଲା ପରି କୌଣସି କାର୍ଯ୍ୟ ନ କରି ଆମେ ପ୍ରଭୁଙ୍କୁ ସନ୍ତୁଷ୍ଟ କରିବା ପାଇଁ ଆମେ ପ୍ରୟାସ କରିବା ଆବଶ୍ୟକ ରହିଛି। ପ୍ରିୟ ପ୍ରଭୁଙ୍କ ଲୋକମାନେ, ପ୍ରଭୁ ଆମକୁ ଅନୁଗ୍ରହ କରନ୍ତୁ।
ସେଥିପାଇଁ ଏହା ଆମେ ଜାଣି ରଖୁ ଯେ ପରମେଶ୍ୱରଙ୍କ ଠାରୁ ଗୌରବ ପାଇବାକୁ ହେଲେ ଆମେ ପରମେଶ୍ୱରଙ୍କୁ ଭୟ କରି କୁକ୍ରିୟାକୁ ତ୍ୟାଗ କରିବା ଏବଂ ପ୍ରକୃତ ମନ ପରିବର୍ତ୍ତନ କରି ଆମେ ତାହାଙ୍କର ଆଗମନରେ ଉଠାଯିବା ଭଳି ଜୀବନଯାପନ କରିବା, ପବିତ୍ର ଜୀବନଯାପନ କରିବା, ତାହେଲେ ପରମେଶ୍ୱର ଆମର ଗୌରବ କରିବା। ପରମେଶ୍ୱର ଏହି ବାକ୍ୟ ଦେଇ ଆମ ସମସ୍ତଙ୍କୁ ପ୍ରଚୁର ଭାବରେ ଆଶୀର୍ବାଦ କରନ୍ତୁ। ଆସନ୍ତୁ ପଦେ ପ୍ରାର୍ଥନା କରିବା। ପ୍ରେମିକ ସ୍ୱର୍ଗୀୟ ପିତା, ମୁଁ ତୁମକୁ ଧନ୍ୟବାଦ ଦିଏ ପ୍ରଭୁ, ତୁମ ବାକ୍ୟ ଦ୍ୱାରା ଆମକୁ କଥା ହେଲ, ତୁମର ସ୍ତୁତି ହେଉ, ମହିମା ହେଉ। ରାଜା, ଆମେ ପ୍ରାର୍ଥନା କରୁଛୁ ପ୍ରଭୁ, ଆମେ ସବୁବେଳେ ତୁମକୁ ସନ୍ତୁଷ୍ଟ କଲା ପରି ଜୀବନଯାପନ କରିବା ପାଇଁ ତୁମେ ଆମମାନଙ୍କୁ ଅନୁଗ୍ରହ କର। ଆମେ ପ୍ରଭୁ ତୁମଠାରୁ ଫଳ ପାଇବା ପାଇଁ ପ୍ରତ୍ୟେକ ସମୟରେ ଆମେ ପ୍ରଭୁ ଏହା ମନେ ରଖି ତୁମ ସିଦ୍ଧ ପଥରେ ଚାଲିପାରିବୁ, ତୁମ ଅନୁଗ୍ରହ ଦିଅ। ପ୍ରାର୍ଥନା ପ୍ରିୟ ପ୍ରଭୁ ଯୀଶୁଙ୍କ ନାମରେ ମାଗୁଛି, ଆମେନ୍। ପ୍ରେଜ୍ ଦ ଲର୍ଡ। ପ୍ରଭୁ ସମସ୍ତଙ୍କୁ ପ୍ରଚୁର ଭାବରେ ଆଶୀର୍ବାଦ କରନ୍ତୁ।